ଭକ୍ତ ଶ୍ରେଷ୍ଠ ନାରଦ ଭଗବାନ ବିଷ୍ଣୁକୁ ଦର୍ଶନ କରିବାକୁ ଯାଉଥିବା ବେଳେ ତାଙ୍କ ମନରେ ଗୋଟେ ଅଦ୍ଭୁତ ପ୍ରଶ୍ନଟିଏ ଉଙ୍କି ମାରିଲା। ଏ ଜଗତରେ ପ୍ରକୃତରେ ବଡ଼ କିଏ? ପୂର୍ବେ ପ୍ରଭୁ ନାରାୟଣଙ୍କ ନିକଟରେ ମନର ଜିଜ୍ଞାସା ବ୍ୟକ୍ତ କରିଥିବାରୁ ଏପରି ବିଚିତ୍ର ଘଟଣା ଘଟାଇଥିଲେ ଯେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ମଧ୍ୟରୁ ନିର୍ଣ୍ଣୟ କରିପାରିନଥିଲେ କିଏ ବଡ଼ ବୋଲି। ପ୍ରାୟଶ୍ଚିତ ଭାବନାରେ ଆନ୍ଦୋଳିତ ହୋଇ ନାରଦ ଆକାଶ ମାର୍ଗରେ ଯାଉଥିବା ବେଳେ କୈଳାସ ପର୍ବତ ପଡ଼ିଲା। ନାରଦ ବିଚାରିଲେ, ଭଗବାନ ଶିବ ଆଉ ମା ପାର୍ବତୀଙ୍କୁ ଏକଥା ପଚାରିଲେ ସେ ନିଶ୍ଚିନ୍ତ ଏହାର ଉତ୍ତର ମୋତେ ଦେଇପାରିବେ। ତା ଛଡ଼ା ଭଗବାନ ଶଙ୍କର ମା ଭବାନୀକୁ ତ ଦର୍ଶନ କରିବାର ସୌଭାଗ୍ୟ ହିଁ ମିଳିଯିବ। ଏହା ଭାବି ସେ କୈଳାସ ପର୍ବତରେ ମନଯାନକୁ ଅବତରଣ କରି ଦେଖିଲେ ଯେ ମା ପାର୍ବତୀଙ୍କ ସହିତ ଭଗବାନ ସଦାଶିବ ଏକତ୍ର ବସିଛନ୍ତି ଦୁହେଁ। ନାରଦ ଏହା ହିଁ ସୁବର୍ଣ୍ଣ ସୁଯୋଗ ଭାବି ହର ପାର୍ବତୀଙ୍କୁ ବିନମ୍ର ପ୍ରଣାମ ଜଣାଇ ମନ କଥା କହିଲେ, ପ୍ରଭୁ ଦୀର୍ଘଦିନ ଧରି ମୋ ମନରେ ଉଙ୍କି ମାରୁଥିବା ପ୍ରଶ୍ନଟିର ସମାଧାନ କରିଦିଅନ୍ତୁ। ଦୟାକରି କୁହନ୍ତୁ ପ୍ରଭୁ, ଏ ଜଗତରେ କିଏ ବଡ଼, ଆପଣ ନା ମା ପାର୍ବତୀ, ପିତା ନା ମାତା? ଏ ପ୍ରକାର ଜିଜ୍ଞାସାରେ ଭଗବାନ ଶିବ ଟିକିଏ ହଡ଼ବଡ଼େଇ ଗଲେ। କ'ଣ କହିବେ ଭାବିଲା ବେଳକୁ ମା ପାର୍ବତୀ ରକ୍ତିମ ଅଧରରେ କହିଲେ, ନାରଦ ପୁତ୍ର ହୋଇ ତୁମେ ଏପରି ପ୍ରଶ୍ନ କିପରି କରିପାରୁଛ? ତୁମେ ଜାଣିଛ ପୁତ୍ର ପାଇଁ ପିତା ମାତା ଉଭୟ ବଡ଼ ହୋଇଥାନ୍ତି। ପୂର୍ବରୁ ଅନେକ ଥର ଏହାର ତ ପ୍ରମାଣ ହୋଇସାରିଛି। ମୋର ପୁତ୍ର ଶ୍ରୀ ଗଣେଶ ପ୍ରଭୁ ମଧ୍ୟ ସବୁ ଦେବାଦେବୀଙ୍କୁ ପ୍ରଣାମ କରି ଦେଖାଇ ଦେଇଛି ଯେ ଏ ଜଗତରେ ଶ୍ରେଷ୍ଠ ହେଉଛନ୍ତି ପିତା ମାତା। ତୁମେ ଭୁଲି ଯାଇଛ ନାରଦ ତ୍ରିଭୁବନ ପରିକ୍ରମା କରିବାକୁ ଯାଇ ଗଣେଶ ପ୍ରଭୁଙ୍କ ଚାରିପାଖେ ବୁଲି ଆସି ବିଜୟୀ ହୋଇଥିଲେ ବୋଲି। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତରି ପିତିମା ପନ୍ନେ ନିପ୍ରିୟନ୍ତେ ସର୍ବଦେବତା। ଏଣୁ ପ୍ରଭୁ ହେଉଛନ୍ତି ସର୍ବଶ୍ରେଷ୍ଠ, ସେ ହିଁ ବଡ଼। ପାର୍ବତୀଙ୍କ କଥାରେ ସ୍ମିତ ହସି ଭଗବାନ ଶିବ କହିଲେ, ଏହା ତୁମର ମହାନତା ଦେବୀ, କିନ୍ତୁ ନାରଦ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମକୁ ମର୍ତ୍ତ୍ୟପୁରକୁ ଯିବାକୁ ହେବ। ମର୍ତ୍ତ୍ୟପୁର? ଚକିତ ହୋଇ ପଚାରିଲେ ନାରଦ ଓ ମା ପାର୍ବତୀ। ହଁ, ମର୍ତ୍ତ୍ୟପୁର। ଭଗବାନ ପରମ ବ୍ରହ୍ମ ମାନବ ରୂପରେ ଋଷି ବାଳକ ଭାବେ ଅବଲୀଳା ସମ୍ପାଦନ କରୁଛନ୍ତି। ଭଗବାନ ପରଶୁରାମଙ୍କୁ ଦର୍ଶନ କରିବା ପରେ ଆମେ ଏ ପ୍ରଶ୍ନର ଉତ୍ତର ଖୋଜିପାରିବା। ଭଗବାନ ଶିବଙ୍କ ଆଦେଶକ୍ରମେ ତିନିହେଁ ମର୍ତ୍ତ୍ୟପୁରକୁ ଯାତ୍ରା କଲେ। ଅରଣ୍ୟ ବେଷ୍ଟିତ ପବିତ୍ର ମନୋରମ ଜଗଦମ୍ବିଙ୍କ ଆଶ୍ରମ। ପୁତ୍ର ପରଶୁରାମ ବେଦଶାସ୍ତ୍ର ଅଧ୍ୟୟନ ନିମନ୍ତେ ଗୁରୁକୁଳାଶ୍ରମକୁ ଯାତ୍ରା କଲେ। ଶିକ୍ଷା ସମାପ୍ତି ପରେ ଭାବିଲେ ଏ ଜଗତରେ ଯେତେ ଯୁଦ୍ଧ ବିଦ୍ୟା ଓ ଦିବ୍ୟ ଅସ୍ତ୍ର ଅଛି ସେ ସବୁକୁ ସେ ସାଧନ କରିବେ। ତାହା ମଧ୍ୟ କଲେ। ଏହାପରେ ବିଚାର କରି ତ୍ରିଭୁବନର ସର୍ବଶ୍ରେଷ୍ଠ ଯୋଦ୍ଧା ଭଗବାନ ଶିବଙ୍କୁ ତପସ୍ୟା ରୂପକ ତାଙ୍କଠାରୁ ଦିବ୍ୟ ଅସ୍ତ୍ର ଓ ଯୁଦ୍ଧ ବିଦ୍ୟା ଶିକ୍ଷା କଲେ। ସମସ୍ତ ଯୁଦ୍ଧାସ୍ତ୍ରରେ ପାରଙ୍ଗମ ହେବା ପରେ ଗୁରୁଙ୍କଠାରୁ ଅନୁମତି ନେଇ ପିତାଙ୍କ ଆଶ୍ରମରେ ପହଞ୍ଚିବା ମାତ୍ରେ ପିତା ଜଗଦମ୍ବି ତାଙ୍କୁ ଆଦେଶ ଦେଲେ, ପୁତ୍ର ତୁମକୁ ପିତାଜ୍ଞା ପାଳନ କରିବାକୁ ହେବ, ତେଣୁ ତୁମେ ପ୍ରତିଜ୍ଞା କର। ପରଶୁରାମ ବିନମ୍ରତା ପୂର୍ବକ କହିଲେ, ପିତା ଆପଣଙ୍କର ମୋର ଜୀବନ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି। ଏଣୁ ମୁଁ ପ୍ରତିଜ୍ଞା କରୁଛି ଆପଣ ଯାହା ଆଦେଶ ଦେବେ ମୁଁ ନିଶ୍ଚିତ ଭାବେ ତାହା ଆପଣଙ୍କ ଚରଣରେ ପହଞ୍ଚାଇ ଦେବି। ଜଗଦମ୍ବି କ୍ରୋଧିତ ହୋଇ କହିଲେ, ବତ୍ସ ତୋର ମା ଚରିତ୍ରରେ ମୁଁ ମର୍ମାହତ, ତେଣୁ ତାର ଶିରଚ୍ଛେଦ କରି ମୋ ପାଦତଳେ ଅର୍ପଣ କର। ପିତାଜ୍ଞା ପାଇବା ମାତ୍ରେ କାଳବିଳମ୍ବ ନ କରି ଫାର୍ସାରେ ଗୋଟିଏ ଚୋଟରେ ମାତାଙ୍କର ମୁଣ୍ଡଟିକୁ ଶରୀରରୁ ଅଲଗା କରି ପିତାଙ୍କ ପାଦତଳେ ସମର୍ପି ଦେଲେ ପରଶୁରାମ। 10 ମାସ 10 ଦିନ ଗର୍ଭରେ ଧାରଣ କରି ସମସ୍ତ ଅଳିଅଦଳି ସହି ଛାତିରୁ ରକ୍ତ ନିଗାଡ଼ି ଅମୃତ ପାନ କରାଏ ମା। ସେଇ ମାର ଅଶ୍ରୁ ବିଜଡ଼ିତ ମସ୍ତକ ପିତାଙ୍କ ପାଦଦେଶରେ ଥୋଇ ବିଦ୍ରୋହ କରି ଉଠୁଥିଲା ଅନ୍ତରାତ୍ମା ପରଶୁରାମଙ୍କର। ଏ ପ୍ରକାର ଦୁଃସାହସରେ ଋଷି ଜଗଦମ୍ବି ବିମୋହିତ ହୋଇ ପୁତ୍ରକୁ ତୋଳି ଧରିଲେ। କହିଲେ, ପୁତ୍ର ତୁମର ନିଷ୍ଠା ଓ ପିତୃଭକ୍ତିରେ ମୁଁ ଅତୀବ ପ୍ରସନ୍ନ। କି ବର ମାଗୁଛ ମାଗ। ଯଦି ଚାହିଁବ ମୋର ସମସ୍ତ ତପବଳ ଓ ପୁଣ୍ୟ ସବୁତକକୁ ପ୍ରଦାନ କରି ଏ ଜଗତରେ ଅମର କରାଇଦେବି ତୁମକୁ।
परशुराम कहिले, पिता लोड़ा नहीं मोर अमर बर। जदि मोते बर देवाकू आपण चाहुचंती तेबे मोर मातांकर समस्त दोष को क्षमा करी तांकू पुनर्जीवन प्रदान करंतु। पुत्रर विज्ञतापूर्ण ए प्रकार बर प्रार्थना महर्षि जगदन्गी कमंडलरू जल सिंचन पूर्वक पत्नी को जीवनदान देदेले। धूलिरू छाड़ी झुड़ी हेई माँ जेतेबेले उठिले दौड़ी जाई परशुराम माँ को पाद तले निजको लुटेई देले। भूईरू उठाई आनी माँ पणतकानी रे धूली झाड़ी देउ देउ कहिले, धन रे मोर मध्य तो प्रति एक आदेश अछि। माता भावरे मो उपरे अधिकार थिबारु तू मध्य मोर आदेश पालन करिबु। चमेक उठिले मुनि बालक परशुराम। माँ जदि पितांक शिर कमल मागंती, माता पितांक ठारू प्रतिशोध नेबाकू चाहुनाहांती तो? बिंदु बिंदु स्वेदरे तिंती आसुथिबा मुनि बालकर मुखमंडल, पादतलर पृथ्वी और मथा उपरर आकाश एते जोर रे बुलुथिले जे स्थिर होई पारुनथिले से। मने पड़ी जाउथिला आश्रम रे गुरुदेव कहुथिले, जननी जन्मभूमिश्च स्वर्गादपि गरीयसी। प्रकुष्ठित होई प्रतिज्ञा कले पुत्र परशुराम, आदेश करंतु माँ, आपणक आदेश रे आवश्यक हेले मोर शिर कमल आपणक पाद तले मु अजाड़ी देबी। माँ कहिले, नाही पुत्र, तू खाली एतिकी अनुमति दे। जुग जुग धरी पुत्र रूपे मो कोଳରେ तू जन्म नेउथुबु। छल छल नयन रे दौड़ी जाई माँ कोଳରେ लोटेई होई गले परशुराम। दूरे थाई समस्त घटना देखुथिले नारद और पार्वती को भगवान शिव पचारिले, कुहंतु देवी, कुह नारद, ये जगत रे किए बड़, माँ ना बापा? नारद भाव विभोल शब्द रे खोजी बुलुथिले उत्तर देबा पाई।